ନୂଆପଡ଼ା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଅଞ୍ଚଳର ଗୋକୁଳାନନ୍ଦ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ଲର୍କ ଅଫିସରେ ରବିବାର ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ଆମକୁ ଗଭୀର ଭାବେ ଚିନ୍ତା କରାଏ। ରାତି ପ୍ରାୟ 1 ଘଣ୍ଟା ସମୟରେ ହୋଇନିଆଁ ଲାଗିଥିବା ବେଳେ ଅଧ୍ୟାପକ ସୁରେନ୍ଦ୍ର ନାଥ ମହାନ୍ତି କଲେଜ ପ୍ରାଙ୍ଗଣରେ ଶୋଇଥିଲେ। ନିଆଁ ବଢ଼ିବା ପରେ ତାଙ୍କ ନିଦ ଭାଙ୍ଗିଥିଲା ଏବଂ ସେ ତତକ୍ଷଣାତ୍ ଅନ୍ୟମାନଙ୍କୁ କରି ସହାୟତା ଡାକିଥିଲେ। ସୌଭାଗ୍ୟର କଥା ହେଉଛି ଏହି ଘଟଣାରେ କାହାରି ଜୀବହାନି ହୋଇନି, କିନ୍ତୁ 2ଟି କମ୍ପ୍ୟୁଟର, ଗୋଟିଏ ପ୍ରିଣ୍ଟର ଓ ଅନେକ ଛାତ୍ରଛାତ୍ରୀଙ୍କ ଦରକାରୀ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି। ଏହା କେବଳ ଜିନିଷର କ୍ଷତି ନୁହେଁ, ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏକ ଗଭୀର ସମସ୍ୟା। ପ୍ରଶ୍ନ ହେଉଛି, ଏହିପରି ଘଟଣା କାହିଁକି ଘଟେ? ଅନେକ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ବିଦ୍ୟୁତ ବ୍ୟବସ୍ଥା ପୁରୁଣା ଓ ଅପର୍ଯ୍ୟାପ୍ତ। ନିୟମିତ ଯାଞ୍ଚ ହୁଏ ନାହିଁ। ଫାୟାର ଥାଇଲେ ମଧ୍ୟ ସେଗୁଡ଼ିକ କାମ କରୁଛି କି ନାହିଁ ତାହା ଯାଞ୍ଚ ହୁଏନି। ଯଦି ଏହି ଅଗ୍ନିକାଣ୍ଡ ଦିନେ ଘଟିଥାନ୍ତା, ତେବେ ପରିସ୍ଥିତି ଅଧିକ ଭୟାବହ ହୋଇପାରୁଥାନ୍ତା। ଏହି ଘଟଣା ଆମକୁ ସଚେତନ କରିଛି ଯେ ଶିକ୍ଷା ସଂସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କେବଳ କାଗଜରେ ନୁହେଁ, ପ୍ରୟୋଗରେ ମଧ୍ୟ ଥିବା ଆବଶ୍ୟକ। ବିଦ୍ୟୁତ ଲାଇନର ନିୟମିତ ଯାଞ୍ଚ, ଫାୟାର ସେଫ୍ଟି ଉପକରଣ ସ୍ଥାପନ ଓ ଆପତ୍କାଳୀନ ପରିସ୍ଥିତିରେ କିପରି କାର୍ଯ୍ୟ କରିବା, ଏହାର ପ୍ରଶିକ୍ଷଣ ଦେବା ଅତ୍ୟାବଶ୍ୟକ। ସହିତେ ଛାତ୍ରଛାତ୍ରୀଙ୍କ ଦରକାରୀ ଡକ୍ୟୁମେଣ୍ଟଗୁଡ଼ିକୁ ଡିଜିଟାଲ ଭାବେ ସଂରକ୍ଷଣ କରିବାର ପ୍ରୟାସ ହେବା ଉଚିତ। ଯଦି ସମସ୍ତ ରେକର୍ଡ ବା ସିଷ୍ଟମରେ ସୁରକ୍ଷିତ ରହିଥାନ୍ତା, ତେବେ ଏତେ ବଡ଼ କ୍ଷତି ହୋଇନଥାନ୍ତା। ଏହି ଘଟଣାକୁ କେବଳ ଏକ ଦୁର୍ଘଟଣା ଭାବରେ ଦେଖି ଭୁଲିଯିବା ନୁହେଁ, ଏହାକୁ ଏକ ସତର୍କ ସଂକେତ ଭାବରେ ନେଇ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେବା ଦରକାର। ସୌଭାଗ୍ୟବଶତଃ ଜୀବହାନି ହୋଇନି, କିନ୍ତୁ ଆଗାମୀ ଦିନରେ ଏମିତି ଘଟଣା ନ ଘଟେ ସେଥିପାଇଁ ଏବେଠାରୁ ସଚେତନତା ଓ ସୁରକ୍ଷାକୁ ପ୍ରାଥମ୍ୟ ଦେବା ଆବଶ୍ୟକ। ଶିକ୍ଷା ସଂସ୍ଥାନ ହେଉଛି ଭବିଷ୍ୟତ ଗଢ଼ିବାର ସ୍ଥାନ, ସେଠାରେ ସୁରକ୍ଷା ସବୁଠାରୁ ଆଗରେ ରହିବା ଉଚିତ। ଆଜ୍ଞା, ମୁଁ ଜ୍ୟୋତିର୍ଣ୍ଣ ବନ୍ଦିଛୋର ଇତିହାସ ଅଧ୍ୟାପକ, ହାତୀବନ୍ଧା ମହାବିଦ୍ୟାଳୟ। ଯେ ଆମେ ଖବର ପାଇଲୁ ରବିବାର ଦିନ ରାତିରେ ନିୟର ଆବାଉଟ୍ ଏଟା 1 ବଜେ ରାତିରେ ଆମର ଯେନ୍ ଆଜ୍ଞା ଅଛନ୍ ଏନା ରହସନ୍ ଅର୍ଥନୀତି ଆଜ୍ଞା ଅଧ୍ୟାପକ, ସେ ଖବର ପାଇଲୁ। ଆସିକରି ସକାଳେ ଦେଖୁଁ ଯେ 2ଟା ଆଲମିରା, ଗୋଟେ କମ୍ପ୍ୟୁଟର, 2ଟା କମ୍ପ୍ୟୁଟର ସେଟ୍, ଗୋଟେ ପ୍ରିଣ୍ଟର ପୋଡ଼ିଯାଇଛି। ଆଉ ବିଭିନ୍ନ ଦଲିଲ ପତ୍ର ଥିଲା, ପୁରୁଣା ଦଲିଲ ପତ୍ର, ଇମ୍ପୋର୍ଟାଣ୍ଟ ଯେନ୍ଟା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା। ଆସିକରି ଦେଖଲୁ ଯେ ଯାହା ପାରିପାର୍ଶ୍ୱିକ ପରିସ୍ଥିତିରୁ ଅନୁମାନ କରୁଛୁ ଯେ ଏଇଟା ବୋଧେ ସର୍ଟ ସର୍କିଟ୍ରୁ ଏକା ନିଆଁ ଲାଗିছে। ଟିକେଲାଲ ମେହେର, ଅଧ୍ୟକ୍ଷ ହାତୀବନ୍ଧା ମହାବିଦ୍ୟାଳୟ, ଜିଲ୍ଲା ନୂଆପଡ଼ା। ଆମର ଦୁର୍ଭାଗ୍ୟବଶତଃ ରାତିରେ ମୁଁ ଫୋନ୍ ପାଇଲି 1 ବଜେ ଆଡ଼େ ଯେ କ୍ଲର୍କ ରୁମ୍ଟା ଜଲି ଯାଉଛେ ବୋଲି। ତାପରେ ଠିକ୍ ଅଛେ, ମୋତେ ତ ବେଶୀ ଜ୍ୱର ହେଉଥିଲା, ଦାନ୍ତ ଦରଜ ଥିଲା। ରାତି ଆଉ ମୁଁ ଆସିନି ପାରିଲି ନା, ଯେହେତୁ ଗୋଟେ 1 ବଜେ ରାତିର କଥା। ସକାଳୁ ଆସିଲି, ଦେଖିଲି ଯେ ପ୍ରକ୍ରିୟା ସବୁ ନଷ୍ଟ ହେଇଛେ। ଆଉ ସେନେ ସୁଇଚ୍ ବୋର୍ଡ଼ରୁ ଏନ୍ତା ଆସିଛେ, ସେ ବୋର୍ଡ଼ରେ ଏକା ବୋଧେ ନିଆଁଟା ଲାଗିଥିବା, ଯେହେତୁ ସବୁ ସେନୁ ଆରମ୍ଭ ହେଇଛେ ପୋଡ଼ବାରଟା। କ୍ଷତି ହେଇଛି ସେନେ ଆଲମିରା ଗୋଟେ ଥିଲା, ପୁରୁଣା କିଛି କାଗଜପତ୍ର ଫାଇଲ ପତ୍ର ଥିଲା ସେନକେ। ଆଉ ଯାହା କମ୍ପ୍ୟୁଟର ଯାଇଛେ, 2ଟା ସିଷ୍ଟମଟା ଯାଇଛେ, ଆଉ ଗୋଟେ କମ୍ପ୍ୟୁଟରଟା ତାର ଉପରଟା ଟିକେ ପୋଡ଼ି ଯାଇଛି। ଜେରକ୍ସ ମେସିନ୍ର ପ୍ରିଣ୍ଟରଟା ସେଟା ପୋଡ଼ିଛି। ନୂଆପଡ଼ାରୁ ଜଗନ୍ନାଥ ସାଗରଙ୍କ ରିପୋର୍ଟ, ଓଡ଼ିଶା ହାଇଲାଇଟ୍ ସମାଚାର।